ଜୀବନରେ ଫାଷ୍ଟ ଟାଇମ୍ ଆମେ ଯାଉଥାଉ କ୍ରାଉନ୍ ହୋଟେଲକୁ ଖାଇବାକୁ। ମୁଁ ମୋର ସାଙ୍ଗ ମନୋଜ, ମୋର କନଷ୍ଟ୍ରକ୍ସନ୍ ସେଗମେଣ୍ଟ, ତା'ର ମାର୍କେଟିଂ ଜବ୍। ତାକୁ ଦୁଇଟା ବିଜନେସ୍ ପାସ୍ ମିଳିଥିଲା ଆଉ। ମୋତେ କହିଲା କହିଲି ମୁଁ ମୋର କ'ଣ ଅଛି, ମୋର ତ ଖାଇବାରେ ମତଲବ ଆଉ। ମୁଁ ସେଇଠୁ ବାହାରିଲି ତା ସାଙ୍ଗରେ ଆଉ। ସିଏ ପୁରା ସୁଟ୍ ଫୁଟ୍ ପିନ୍ଧିକି ତାର ଯେଉଁ ଷ୍ଟାଇଲ୍ରେ ସିଏ ବାହାରିଛି ଆଉ। ମୁଁ ବି ମୋର ଦାମିକିଆ ଯେତେ ଦାମିକିଆ ଡ୍ରେସ୍ ଅଛି ତାକୁ ପିନ୍ଧିକି ଯାଇଛୁ ଆଉ। ସେଇଠୁ ଯାଇକି ବୁଲାବୁଲି କରିକି ଖାଇଲା ପାଖରେ ପହଞ୍ଚିଲୁ ଆଉ। ଖାଇବା ଲାଗି ଯାଇଥାଏ। ତାପରେ ମୋତେ ଟିକେ ଅନକମ୍ଫର୍ଟେବୁଲ୍ ଫିଲ୍ ହେଲା। ଅନକମ୍ଫର୍ଟେବୁଲ୍ କ'ଣ ନା, ଆମେ ତ ହାତରେ ଖାଇବା ଲୋକ, ସେଠି ସେ ସ୍ପୁନ୍ ଷ୍ଟିକ୍ ଫିଆ ଦୁନିଆ ଜିନିଷ ଆଉ। ତ ମୋର ବ୍ୟସ୍ତତା ଦେଖିକିରି ମନୋଜ କ'ଣ କଲା ନା, ତା ସୁଟ୍ଟା ଖୋଲିକି ସେ ଚେୟାରରେ କାଢ଼ିଦେଲା, ହାତଟାକୁ ଫୋଲ୍ଡ କରିଦେଲା, ଆଉ ହାତରେ ଖାଇବା ଷ୍ଟାର୍ଟ କଲା। ଆଉ ମୁଁ ଦେଖିକି ମୁଁ ଆଉ ସମ୍ଭାଳି ପାରିଲିନି, ମୁଁ ବି ଷ୍ଟାର୍ଟ କରିଦେଲି। ସେଇଠୁ ଆମେ 10-15 ମିନିଟ୍ ଖାଇସାରିଲା ପରେ ମୁଁ ସେ ଚାରିପାଖକୁ ଯେତେବେଳେ ଦେଖିଲି, ଆଉ ପ୍ରାୟ ସେଠି ଖାଉଥିବାର 70% ଲୋକ ହାତରେ ଖାଇବା ଆରମ୍ଭ କରିଦେଲେ। ତ ମୋର କହିବାର କଥା ହେଉଛି, ସମସ୍ତେ ଚାହୁଁଥିଲେ ହାତରେ ଖାଇବା ପାଇଁ, କିନ୍ତୁ ସମସ୍ତେ ସମସ୍ତଙ୍କୁ ଲାଜ କରୁଥିଲେ। କେହି ତ ଜଣେ ଆଗେ ଷ୍ଟାର୍ଟ କରିବ, ତ ଇନିସିଏଟିଭ୍ ଜଣକୁ କାହାକୁ ଆଗେ ନେବାକୁ ପଡ଼ିବ, ନେଲେ ହିଁ ଆଗକୁ ବଢ଼ିବ। ଜୟ ଜଗନ୍ନାଥ।